ନମସ୍କାର ଓଡ଼ିଶା। ଆସନ୍ତୁ ଶୁଣିବା ଆଜିର ପ୍ରୟାସ। ରୀନାକୁ ଘରକୁ ବୋହୂ କରି ଆଣିବା ତୁମର ପସନ୍ଦ ଭୁଲ ସାବ୍ୟସ୍ତ ହେଲା ମା। ବାହାଘରର ପ୍ରଥମ ବର୍ଷ ମୋ ଖାଇବା ପିଇବା ଲୁଗାପଟାକୁ ନେଇ ଭାରି ଯତ୍ନବାନ ଥିଲା। ହେଲେ ଏବେ ଭାରି ବେପାରୁଆ ଜଣାପଡ଼ୁଛି। କେଉଁଦିନ ଚା ଦିଏ ତ କେଉଁଦିନ ନାହିଁ। ପରଠା ସାଥିରେ ଆଳୁ ଭଜା ଥିଲେ ମିଠା ଦହି ନାହିଁ, କି ଦହି ଥିଲେ ଭଜା ନାହିଁ। ସବୁ ଶୁଣି ସାରିଲା ପରେ ରବିକୁ 3-4 ଦିନ ଛୁଟି ନେଇ ଘରକୁ ଆସିବା ପାଇଁ ମା ଡାକିଥିଲେ। ରବି ଘରେ ପହଞ୍ଚିବା କ୍ଷଣି ମା ରବିକୁ ରୋଷେଇ ଘରକୁ ନେଇ ଚା ଠାରୁ ଆରମ୍ଭ କରି ରୁଟି ତରକାରୀ ପର୍ଯ୍ୟନ୍ତ ସବୁ କରିବା ଶିଖାଇଥିଲେ। ଏ 4 ଦିନ ରବି ମାଙ୍କ ସହ ମିଶି ଘରର ସବୁ କାମ କରିଥିଲା। ବିଚାରା ଯାହା ଭାବି ଖୁସି ମନରେ ଘରକୁ ଆସିଥିଲା ତାର ସମ୍ପୂର୍ଣ୍ଣ ବିପରୀତ ଘଟିଥିଲା। ଗଲାଦିନ ମା କହିଲେ, ରୀନାକୁ ଘରକୁ ବୋହୂ କରି ଆଣିବା ମୋର ଭୁଲ ନଥିଲା, ହେଲେ ତତେ ବଡ଼ କରିବାରେ ମୋର ଟିକେ ଭୁଲ ରହିଯାଇଥିଲା। ଏବେ ଯେଉଁଦିନ ରୀନା ଚା କରିବ ନାହିଁ ସେଇଦିନ ତୁ ଆମର 2 କପ୍ ଚା ବନେଇଦେବୁ। ମୁଁ ଯଦି ଘର କାମରେ ତୋ ବାପାଙ୍କଠାରୁ ସାହାଯ୍ୟର ଆଶା ରଖିପାରେ, ତେବେ ମୋ ବୋହୂ ବି ତାର ସ୍ୱାମୀଠାରୁ ନିଶ୍ଚୟ ସାହାଯ୍ୟର ଆଶା ରଖିବ। ଜୀବନରେ ସମସ୍ତଙ୍କୁ ସ୍ନେହ ଓ ଯତ୍ନ ଦରକାର, ତେଣୁ ରୀନା ବି ତୋଠାରୁ ସ୍ନେହ ଓ ଯତ୍ନ ଆଶା କରେ। କ'ଣ ଠିକ୍ କହୁଛି ନା? ପ୍ରୟାସଟିକୁ ଏଇଠି ରଖିବା। ଚ୍ୟାନେଲଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ନିଶ୍ଚୟ ଆଗକୁ ବଢ଼ାନ୍ତୁ। ରହିଲି, ନମସ୍କାର।